ଭାରତୀୟ ଯବାନ ବାହା ହେବାକୁ ଛୁଟି ନେଇ ଘରକୁ ଆସିଥିଲେ। ହେଲେ ଭାରତ ପାକିସ୍ତାନ ଯୁଦ୍ଧ ଭିତରେ ସମସ୍ତଙ୍କ ଛୁଟି ବାତିଲ ହୋଇଯାଇଥିଲା। ବାହା ହେବାକୁ ଆସିଥିବା ଯବାନର ବାହାଘର ତ ସରିଯାଇଥିଲା, ହେଲେ ବାହାଘରକୁ ମାତ୍ର 3 ଦିନ ହୋଇଥିଲା ଘରକୁ ଫୋନ୍ ଆସିଲା ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ। ଏପଟେ 3 ଦିନ ତଳେ ବାହା ହୋଇ ଘରକୁ ଆଣିଥିବା ସ୍ତ୍ରୀ, ସେପଟେ ଦେଶ। କ'ଣ କଲେ ଏ ଯବାନ, ଆଉ ତାଙ୍କ ପତ୍ନୀ କ'ଣ ତାଙ୍କୁ ଛାଡ଼ିଲେ? ଏସବୁ କଥା ଜାଣିବା ଆଜିର ଏ କାହାଣୀରେ। ହ୍ୟାଲୋ ହାଏ ନମସ୍କାର, ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ସମସ୍ତେ ଜାଣିଛନ୍ତି ପେହେଲଗାମର ବଦଲା ଅପରେସନ୍ ସିନ୍ଦୁର ପରେ ଆମ ଦେଶର ମାହୋଲ କେମିତି ଥିଲା। ତା ଭିତରେ ବାହା ହେବାକୁ ଘରକୁ ଛୁଟି ନେଇ ଆସିଥିଲେ ମନୋଜ। ଆଉ ମନୋଜର ବାହାଘରର 3 ଦିନ ପରେ ଘରକୁ ଫୋନ୍ ଆସିଲା, ମନୋଜ ଆପଣଙ୍କ ଛୁଟି ବାତିଲ ହୋଇଯାଇଛି, ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ଦିଆଯାଇଥିଲା ନିର୍ଦ୍ଦେଶ। 3 ଦିନ ତଳେ ବାହା ହୋଇଥିବା ନୂଆ କନ୍ୟାକୁ ଛାଡ଼ି ମନୋଜ କେମିତି ବାଜିବ? ଏପଟେ ଘରେ ସମସ୍ତେ ବ୍ୟସ୍ତ ହୋଇ ପଡ଼ିଥିଲେ। ମନୋଜକୁ ଯେମିତି ହେଲେ ତ ଯିବାକୁ ପଡ଼ିବ। ମନୋଜ ଯିବା ପାଇଁ ପ୍ୟାକିଂ ଆରମ୍ଭ କରିଦେଇଥିଲା। ଆଗ ଭାରତ ମା, ଆଜି ଦେଶ ବିପଦରେ ଥିଲାବେଳେ ଯବାନ କ'ଣ କେବେ ଘରେ ବସିପାରିବ? ମନୋଜ ଯିବା ପାଇଁ ପ୍ରସ୍ତୁତି କରୁଥିଲା ବେଳେ ପହଞ୍ଚି ଯାଇଥିଲା ନୂଆ କରି ବାହା ହୋଇଥିବା ସ୍ତ୍ରୀ ୟାମିନୀ। ମନୋଜ ତାକୁ ଦେଖି ପଚାରିଥିଲା, କ'ଣ ମନ କଷ୍ଟ କରୁଛ କି? ଜମା ବି କରନି, ମୋତେ ପୁଣି ଛୁଟି ମିଳିବ, ମୁଁ ବହୁତ ଜଲ୍ଦି ଆସିବି। ହେଲେ ସ୍ତ୍ରୀ ୟାମିନୀର ଉତ୍ତର କ'ଣ ଥିଲା ଜାଣିଛନ୍ତି? ମୁଁ ଜାଣିଛି ତମେ ପୁଣି ଥରେ ଛୁଟି ନେଇ ମୋ ପାଖକୁ ଆସିବ, କିନ୍ତୁ ପେହେଲଗାମରେ ଯେଉଁମାନଙ୍କ ସିନ୍ଦୁର ଉଜୁଡ଼ି ଯାଇଛି ସେମାନେ କ'ଣ ଆଉ କେବେ ତାଙ୍କ ପାଖକୁ ଫେରିବେ? ତାର ବଦଲା ତମେ ନିଶ୍ଚିତ ନେବ। ନିଜ ସ୍ତ୍ରୀ ମୁହଁରୁ ଏକଥା ଶୁଣି ମନୋଜର ଛାତି ଗର୍ବରେ ଫୁଲି ଉଠିଥିଲା। ମନୋଜକୁ ବିଦାୟ ଦେବାକୁ ପୁରା ପରିବାର ରେଲୱେ ଷ୍ଟେସନ ଯାଇଥିଲେ। ଆଉ ୟାମିନୀ ବି ଷ୍ଟେସନରେ ନିଜ ସ୍ୱାମୀକୁ ହସି ହସି ବିଦାୟ ସିନା ଦେଉଥିଲା, ହେଲେ ଛାତିଟା ପଥର କରିବାକୁ ଯେତେ ଚେଷ୍ଟା କଲେ ବି ଆଖିଟା କିନ୍ତୁ ବୋଲ ମାନୁନଥିଲା। କେମିତି ବା ମାନିବ କହିଲେ? ସେ ଦୁଃଖ କେବଳ ଜଣେ ସ୍ତ୍ରୀ ହିଁ ଅନୁଭବ କରିପାରିବ। ଇଏ ତ ପୁଣି ମାତ୍ର 3 ଦିନ ହେଲା ବାହା ହେଇଥିଲା, ଆଉ ନିଜ ସ୍ୱାମୀ ସହିତ ଠିକ୍ ଭାବରେ ମିଶି ନଥିଲା। କେତେ କଷ୍ଟ ହେଉଥିବ କେବଳ ତାକୁ ଜଣାଥିବ। ଜଣା ନଥିଲା ପୁଣି କେବେ ସବୁ ଶାନ୍ତ ହେବ, ପୁଣି କେବେ ସ୍ୱାମୀ ଛୁଟି ନେଇ ଘରକୁ ଫେରିବ, ଅଧା ରହିଥିବା ଚତୁର୍ଥୀ ରାତିଟା ପୂରା କରିବ। ତଥାପି ନିଜ ସିନ୍ଦୁରକୁ ପଛରେ ପକାଇ ଛାତିକୁ ପଥର କରି ସିନ୍ଦୁରର ବଦଲା ନେବାକୁ ନିଜ ସ୍ୱାମୀକୁ ଯୁଦ୍ଧକ୍ଷେତ୍ରକୁ ପଠାଇବା ଜଣେ ସ୍ତ୍ରୀକୁ ସଲାମ କରିବା କଥା। କ'ଣ ଭାବୁଛନ୍ତି? ଏମିତି ବି ସ୍ତ୍ରୀ କ'ଣ ଅଛନ୍ତି? ଅଛନ୍ତି ନୁହେଁ, ଆପଣଙ୍କ ଆଖି ସାମ୍ନାରେ ଇଏ ଜ୍ୱଳନ୍ତ ଉଦାହରଣ। ଭାରତ ମାତାର ରକ୍ଷା ପାଇଁ ସେମାନେ କିଛି ବି କରିପାରନ୍ତି। ଗୋଟେ ସ୍ତ୍ରୀ ତା ସିନ୍ଦୁରକୁ ପଠାଇ ପାରେ, ଗୋଟେ ମା ତା ପୁଅକୁ ବି ପଠାଇ ପାରେ, ଗୋଟେ ଭଉଣୀ ତା ଭାଇକୁ ବି ପଠାଇ ପାରେ। ସେମାନେ ଜାଣିନାହାନ୍ତି ଆଗକୁ କ'ଣ ହେବ, କିନ୍ତୁ ସେମାନଙ୍କ ପାଇଁ ଭାରତ ମାତା ଆଗେ, ସେମାନଙ୍କ ପାଇଁ ଦେଶ ଆଗେ, ସେମାନଙ୍କ ପାଇଁ ଶତ୍ରୁକୁ ହରେଇ ବିଜୟ ଲାଭ କରିବା ଆଗେ। ୟାମିନୀ ଭଳି ସ୍ତ୍ରୀକୁ ଆପଣ କ'ଣ କହିବେ? ମୁଁ ତ କହିବି ଏ ଦେଶବାସୀ ସବୁବେଳେ ତମକୁ ନମନ କରୁଥିବ। ତମେ ଆଜି ପ୍ରମାଣ କରିଦେଇଛ ସବୁ ପଛରେ ଆମ ଦେଶ ପ୍ରଥମେ। ଆପଣଙ୍କ ମତ କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ, ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।